ଦେଇ ଗାଁ ଗାଁ ବୁଲି ସଂକୀର୍ତ୍ତନ ମାଧ୍ୟମରେ ଜଙ୍ଗଲ ନିଆଁ ରୋକିବାରେ ଜନଜାଗରଣ ଆଣି ଜନମାନସରେ ପ୍ରଶଂସା ସଙ୍ଗୀଛନ୍ତି ଆଦିବାସୀ ମହିଳା ପ୍ରମେୟ। ତେବେ ଆସନ୍ତୁ ଦେଖିବା କେନ୍ଦୁଝର ଜିଲ୍ଲା ମୁର୍ଗାପାହାଡ଼ି ଗାଁର ଜଣେ ସାଧାରଣ ମହିଳା ଗୃହିଣୀ ଭାବେ ନିଜର ଗୃହ କାର୍ଯ୍ୟ ସମ୍ପାଦନ ସହିତ ଆଜି ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀର ସଭାପତି ଭାବେ ପ୍ରମିଳା ପ୍ରଧାନ କିପରି ବନାଗ୍ନି ରୋକିବାର ଜନଜାଗରଣ ସଫଳତାକୁ ନେଇ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଲୋଚନାରେ ଆମ ସହିତ ଅଛନ୍ତି କେନ୍ଦୁଝର ଜିଲ୍ଲାର ବିଶେଷ ଆକର୍ଷଣ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀର ସଭାପତି ପ୍ରମିଳା ପ୍ରଧାନ। ଆମେ ତାଙ୍କ ସହିତ ଆଜି ଆଲୋଚନା କରିବା, ଜାଣିବା ତାଙ୍କ ବିଷୟରେ, ତାଙ୍କର କଳା କୌଶଳ, ତାଙ୍କର ଏହି ପାରମ୍ପରିକ ଲୋକଗୀତ କେମିତି ସେ ଏଥିପ୍ରତି ଆକୃଷ୍ଟ ହେଲେ, କ'ଣ ରହିଛି ତାଙ୍କର ପ୍ରତିଭା। ଆମେ ତାଙ୍କ ସହିତ ଆଲୋଚନା କରିବା, ଜାଣିବା ତାଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନାରେ। ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯାହା ଆଲୋଚନା କରୁଥିଲେ, ଜଙ୍ଗଲ ନିଆଁ ଅଟକାଇବାରେ ଆପଣଙ୍କର ଏଇ ଯେଉଁ ସଂକୀର୍ତ୍ତନ ମଣ୍ଡଳୀ ବା ସଂକୀର୍ତ୍ତନ ମାଧ୍ୟମରେ ଜଙ୍ଗଲ ନିଆଁ ଅଟକାଇବା ଯେଉଁ ପ୍ରେରଣା ଆପଣ କେଉଁଠୁ ପାଇଲେ? ଜଙ୍ଗଲ ନିଆଁ ଅଟକାଇବା ପାଇଁ ଆମେ ପ୍ରଥମେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଠାରୁ ପ୍ରେରଣା ପାଇଥିଲୁ। ଜଙ୍ଗଲ ବିଭାଗର ଅଧିକାରୀମାନେ ଏହି ସଂକୀର୍ତ୍ତନ ମାଧ୍ୟମରେ ଦେଖିକି ତାଙ୍କୁ ଗୋଟେ ଆକୃଷ୍ଟ ହେଲା କି ସଂକୀର୍ତ୍ତନ ମାଧ୍ୟମରେ ଯଦି ଜଙ୍ଗଲ ନିଆଁକୁ ଅଟକାଇ ଦିଆଯାଏ ତାହେଲେ କେମିତି ହୁଅନ୍ତା ବୋଲି ଯୋଜନା କରି ସେମାନେ ଆମ ସହିତ ଯୋଗାଯୋଗ କରି ଆଉ ସଂକୀର୍ତ୍ତନ ମାଧ୍ୟମରେ ଆମ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀକୁ ନେଇଥିଲେ। ଆଉ ମୋ ସହିତ ଆଲୋଚନା କରି ସେ ଆଗକୁ ଜନସଚେତନତା କରିବେ, ସେଥିପାଇଁ ସେ ମୋ ସହିତ ଆଲୋଚନା କରି ଆଗକୁ କାର୍ଯ୍ୟ ବଢ଼ାଇବା ପାଇଁ କହିଥିଲେ। ସଂକୀର୍ତ୍ତନ ମାଧ୍ୟମରେ କିପରି ଜନସଚେତନତା ସୃଷ୍ଟି କରିପାରିବେ, ଏ ପ୍ରେରଣା ଆପଣ କେଉଁଠୁ ପାଇଲେ? ପ୍ରେରଣା ତ ବିଶେଷ କରି ମୋ ଶ୍ୱଶୁରଙ୍କ ଠାରୁ ପାଇଥିଲି। ମୁଁ ଜଙ୍ଗଲ ସଚେତନତା ସୃଷ୍ଟି କରିବାର ପ୍ରେରଣା ମୋ ଶ୍ୱଶୁରଙ୍କ ଠାରୁ। ଆପଣଙ୍କର ଆଗାମୀ ପିଢ଼ି ବା ଭବିଷ୍ୟତ ପିଢ଼ି ପାଇଁ କ'ଣ ରହିବ ଆପଣଙ୍କର ବାର୍ତ୍ତା ଏଇ ଯେଉଁ ଜନସଚେତନତା କାର୍ଯ୍ୟକ୍ରମ ବା ଏଇ ଯେଉଁ ସଂକୀର୍ତ୍ତନ ମଣ୍ଡଳୀକୁ ନେଇଥିଲେ? କ'ଣ ରହିବ ଆପଣଙ୍କର ଭବିଷ୍ୟତ ପିଢ଼ି ପାଇଁ ବାର୍ତ୍ତା କ'ଣ ରହିବ କୁହନ୍ତୁ? ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଜନଜାଗରଣ ପାଇଁ ଆମର ଏଇ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀକୁ ସଂକୀର୍ତ୍ତନ ମାଧ୍ୟମରେ ଏମିତି ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବୁ। ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆପଣଙ୍କର ପ୍ରଶଂସା କରିଛନ୍ତି, ସେ ଆପଣଙ୍କର ନାଁ ନେଇଛନ୍ତି, ଏଥିପାଇଁ ଆପଣଙ୍କର କ'ଣ ଅନୁଭବ ହେଉଛି? ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋ ନାଁ ନେଇଥିବାରୁ, ମୋ ଗାଁର ନାଁ ନେଇଥିବାରୁ ଏବଂ ମୋର ସଂକୀର୍ତ୍ତନ ମଣ୍ଡଳୀ ଯେଉଁ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀର ନାଁ ନେଇଥିବାରୁ ମୁଁ ଅଶେଷ ଖୁସି।